ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗସ୍ତ ଯୋଗଦେଲେ ହଜାର ହଜାର ସମର୍ଥକ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ଆଜି ବିରାଟ ରାଲିର ଉତ୍ସବ ପାଳିଛି ବିଜେଡି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ 10 ବର୍ଷ ପରେ ଆସ୍ଥା ପ୍ରକଟ କରି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ପ୍ରାର୍ଥୀ ଭାବେ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ଦେବା ପରେ ରବିବାର ଶ୍ରୀଯୁକ୍ତ ଆଚାର୍ଯ୍ୟ ରେଢ଼ାଖୋଲ ଆସି ପ୍ରଥମେ ସାଧୁମୁଣ୍ଡାଠାରେ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ପରେ ପରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଏହି ଭୀମଭୋଇ ମାଟିକୁ ନତମସ୍ତକ କରି ସେଠାରେ ବାହାରିଥିଲେ। ଏହାପରେ କଲେଜ ଛକଠାରୁ ଏକ ବିରାଟ ବାଇକ୍ ରାଲିରେ ବାହାରି ସେ ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦୁର୍ଗା ମନ୍ଦିର, ଜଗନ୍ନାଥ ମନ୍ଦିର, ପ୍ରଭୁ ପଞ୍ଚଖଣ୍ଡା, ମା ବାଉତି ମନ୍ଦିର ଦର୍ଶନ କରି ବାବା କାଶୀ ବିଶ୍ୱନାଥ ଓ ମା ବିନ୍ଧ୍ୟବାସିନୀକୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହି ଉତ୍ସବରେ ରେଢ଼ାଖୋଲ ବିଜେଡି କର୍ମୀ ସମେତ ହଜାର ହଜାର ସମର୍ଥକ ଆସି ଯୋଗ ଦେଇଥିଲେ। ସେ ବିକାଶର ମୁଦ୍ଦା ନେଇ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ପ୍ରତି ଲୋକଙ୍କ ପାଖକୁ ପହଞ୍ଚି ତାଙ୍କର ହାନି ଲାଭ ପଚାରି ବୁଝିବା ସହ ତାକୁ କିଭଳି କାର୍ଯ୍ୟପନ୍ଥାରେ ଆହୁରି ଆଗକୁ ନେବେ ସେଥିପ୍ରତି ଦୃଷ୍ଟି ଦେବା ସହ ନିର୍ବାଚନ ମଣ୍ଡଳୀର ବିକାଶକୁ ଆହୁରି ଆଗେଇ ନେବେ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। विश्वास दलर विश्वास दल नेता विश्वास से सब विश्वास विश्वास भाजन हाँपाई शेष पर्यंत चेष्टा कर रेढ़ाखोल जनसाधारण आप कौन कहे एत मात्रा आज जोग देते कार्यक्रम अगर श्रद्धा स्नेह देखिक अभिभूत ରେଢ଼ାଖୋଲରୁ ଗଜାନନ ବେସରାଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।